कर्पूर गौरम करुणावतारम संसार सारम भुजगेन्द्रहारम सदा वसंतम हृदयारविंदे भवम भवानी सहितम नमामि। जय जय श्री महादेव, जय जय श्री गुरुदेव, जय जय श्री गुरुदेव। प्रिय भाई भौणी, आपण मानंकु मोर विनम्र नमस्कार। समस्तंकु स्वागत करुअछि आजिर अनुचिंता मध्यकु, आजिर विचार मध्यकु, आजिर भावना भितरकु। तेबे गत भिडियो रे आमे आलोचना करिथिले जे किपरि आमर निजुक्ति सुनिश्चित हेब, किपरि आमर रोजगार आसीब एवं किपरि भाबरे आमर रोजगार बढ़िबो, आम मानकर समस्तंकर आवश्यकता परिपूर्ण हेब। आउ आमे चिंतन करुथिले जे आमे समस्ते जणे जणे सर्विस प्रोवाइडर, आमे निजुक्ति आशायी, आमे निजुक्ति चाहुछंती, आमे रोजगार चाहुछंती एवं आजिर व्यवस्था मध्यरे आमे जणे सर्विस प्रोवाइडर भावरे ए समाज को, ए राज्य को, ए राष्ट्र को, ए विश्व को सेवा प्रदान करने को जाउछंती। सर्विस प्रोवाइडर आउ ए समाज हेउछि सर्विस यूजर। तो जणे सर्विस प्रोवाइडर काम कौन? जणे सर्विस प्रोवाइडर कार्य हेउछि बेस्ट प्रदान करिबा, बेस्ट प्रदान करिबा, कैपिटल BEST। अर्थात आमे माने जेतेबेले सर्विस प्रोवाइडर भावरे प्रस्तुत अछंती ए समाज को सेवा प्रदान करिबा को, सेतेबेले आमे बेस्ट ऑफर देबा को पड़िबो बा बेस्ट प्रदान करिबा को पड़िबो। अर्थात आम निजुक्ति कौन पाई? आम निजुक्ति बेस्ट प्रदान करिबा पाई लोक मानंकु। बेस्ट कौन? BEST, B for benefits, E for enjoyment, S for satisfaction and T for trust of the service users। जेउ माने आमर सर्विस को व्यवहार करिवे सही माने आम ठारू कौन पाइबे ना, सही माने आम ठारू पाइबे BEST बेनिफिट्स पाइबे, एंजॉयमेंट पाइबे, सैटिस्फैक्शन पाइबे एवं ट्रस्ट पाइबे। अर्थात वी आर rendering the service to the people, to the state, to the country, to the world, to the society with best offer। माने आमे जदि सेवा प्रदान करिबा को चाहुछंती बा नियुक्त होइछंती बा किछि कर्म करूछंती आम समाज पाई, लोकंक पाई, ताहाले आमकु ऑफर देबा को पड़िबो। सेमानंकु कोन देबा को पड़िबो ना, बेनिफिट्स देबा को पड़िबो। सेमानकर एन्जॉयमेंट जेमिति हेबो से कथा को दृष्टि रखिया पड़िबो। सेमानकर सैटिस्फैक्शन को दृष्टि रखिया पड़िबो। सेमानकर ट्रस्ट को आम उपरे जेमिति सेमानकर ट्रस्ट बढ़िबो से कथा को आमे नजर रे रखिया को पड़िबो।
ତେବେ ଆପଣ ଚାହୁଁଛନ୍ତି ନିଯୁକ୍ତି, ଆପଣ ଚାହୁଁଛନ୍ତି ରୋଜଗାର, ମୁଁ ବି ଚାହୁଁଛି ନିଯୁକ୍ତି ଏବଂ ମୁଁ ବି ଚାହୁଁଛି ରୋଜଗାର। ଲକ୍ଷ ଲକ୍ଷ ଆମର ଭାଇ ଭଉଣୀ ନିଯୁକ୍ତି ଚାହୁଁଛନ୍ତି ଏବଂ ରୋଜଗାର ଚାହୁଁଛନ୍ତି। ତେବେ ରୋଜଗାରକୁ ସୁନିଶ୍ଚିତ କରିବା ନିମିତ୍ତ, ନିଯୁକ୍ତିକୁ ସୁନିଶ୍ଚିତ କରିବା ନିମିତ୍ତ ଆମକୁ ଏହି ବେଷ୍ଟ ଉପରେ ଅନୁଧ୍ୟାନ କରିବାକୁ ପଡ଼ିବ, ବିଚାର କରିବାକୁ ପଡ଼ିବ। ବିନା ବେଷ୍ଟରେ ଆମେ ଆମ ନିଯୁକ୍ତିକୁ ସୁନିଶ୍ଚିତ କରିପାରିବା ନାହିଁ ଏବଂ ଆମର ରୋଜଗାରକୁ ମଧ୍ୟ ବୃଦ୍ଧି କରିପାରିବା ନାହିଁ। ଏଥିପାଇଁ ଗତ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିଥିଲି ଯେ ଆମମାନଙ୍କ ମଧ୍ୟରେ ଥିବା ଦିବ୍ୟ ଦକ୍ଷତାକୁ, ଆମମାନଙ୍କ ମଧ୍ୟରେ ଥିବା ଅସୀମ ଶକ୍ତିକୁ ଆମେ ଏଥିପାଇଁ ପ୍ରୟୋଗ କରିପାରିବା, ଏଥିପାଇଁ ପ୍ରୟୋଗ କରିପାରିବା। ଏଥିରେ କିଛି ବାଧାବିଘ୍ନ ନାହିଁ। ଆମ ମଧ୍ୟରେ ଥିବା ଅସୀମ ଶକ୍ତି, ଦିବ୍ୟ ଦକ୍ଷତାକୁ ପ୍ରୟୋଗ କରି ଆମେ ସମାଜକୁ ବେଷ୍ଟ ପ୍ରଦାନ କରିପାରିବା। ଆଉ ବେଷ୍ଟ ପ୍ରଦାନ କଲେ ଆମର ନିଯୁକ୍ତି ସୁନିଶ୍ଚିତ, ଆମର ରୋଜଗାର ମଧ୍ୟ ସୁନିଶ୍ଚିତ ଏବଂ ଆମର ରୋଜଗାର ମଧ୍ୟ ବଢ଼ିବ। କିନ୍ତୁ ଆମେ ନିଜକୁ ପ୍ରଶ୍ନ କରିବାକୁ ପଡ଼ିବ ଯେ ସମାଜର ଯାହା ଆବଶ୍ୟକତା ଅଛି ବେଷ୍ଟ, ଆମେ ସେହି ବେଷ୍ଟ ସମାଜକୁ ପ୍ରଦାନ କରୁଛନ୍ତି ନା ନାହିଁ। ସେହି ବେଷ୍ଟକୁ ଆମେ ସମାଜକୁ ବର୍ତ୍ତମାନର ବ୍ୟବସ୍ଥାରେ ଯାହା ଆମ ପାଇଁ ସ୍କୋପ ଅଛି, ବର୍ତ୍ତମାନର ସମାଜରେ ଯାହା ଆମ ପାଇଁ ସ୍କୋପ ଅଛି, ସେହି ସ୍କୋପକୁ ବା ସେହି ଚାନ୍ସକୁ ବ୍ୟବହାର କରି, ସେହି ଅପରଚୁନିଟିକୁ ବ୍ୟବହାର କରି ଆମେ ଲୋକମାନଙ୍କୁ ବେଷ୍ଟ ଅଫର ଦେଉଛନ୍ତି ନା ନାହିଁ। ଆମେ ଯଦି ସରକାରଙ୍କୁ ସେବା ପ୍ରଦାନ କରିବାକୁ ଚାହୁଁଛନ୍ତି, ବେଷ୍ଟ ଅଫର ଦରକାର। ଆମେ ଯଦି ଲୋକଙ୍କୁ ସେବା ପ୍ରଦାନ କରିବାକୁ ଚାହୁଁଛନ୍ତି, ବେଷ୍ଟ ଅଫର ଦରକାର। ଆମେ ଯଦି ରାଷ୍ଟ୍ରକୁ, ରାଜ୍ୟକୁ, ବିଶ୍ୱକୁ, ଯାହାକୁ ମଧ୍ୟ ସେବା ପ୍ରଦାନ କରିବାକୁ ଚାହୁଁଛନ୍ତି, ଆମେ ନିହାତି ଭାବରେ ସେମାନଙ୍କୁ ବେଷ୍ଟ ପ୍ରଦାନ କରିବା ଉଚିତ। ଆମ ନିଯୁକ୍ତିକୁ କେହି ରୋକିପାରିବେ ନାହିଁ, କେହି ରୋକିବେ ନାହିଁ। ଆମ ସୁନିଶ୍ଚିତ ନିଯୁକ୍ତିକୁ କେହି ରୋକିବେ ନାହିଁ, ଆମ ରୋଜଗାରକୁ କେହି ଅଟକାଇବେ ନାହିଁ। କାରଣ ଲୋକଙ୍କୁ ବେଷ୍ଟ ଦରକାର, ଲୋକଙ୍କୁ ବେଷ୍ଟ ଦରକାର। ଅର୍ଥାତ ଆମ ବିଶ୍ୱରେ ଯେତେ ସବୁ ଅଛନ୍ତି କ'ଣ ସର୍ଭିସ ୟୁଜର, ସେ ସମସ୍ତଙ୍କୁ ବେଷ୍ଟ ଦରକାର। ଆଉ ଆମେ ସେମାନଙ୍କୁ ବେଷ୍ଟ ପ୍ରଦାନ କରିବା ନିତାନ୍ତ ଜରୁରୀ। ତେବେ ଚିନ୍ତନ କରିବା, ଭାବିବା, ଉପାୟ କରିବା ଯେ କିପରି ଭାବରେ ଆମେ ଆମର ସର୍ଭିସ ୟୁଜର ମାନଙ୍କୁ ବେଷ୍ଟ ପ୍ରଦାନ କରିପାରିବା। କିପରି କରିବା ଚିନ୍ତା କରନ୍ତୁ। କିପରି ଭାବରେ ଆମେ ଆମର ସର୍ଭିସ ୟୁଜର ମାନଙ୍କୁ ବେଷ୍ଟ ପ୍ରଦାନ କରିପାରିବା। ଆମେ ଯେତେବେଳେ ସର୍ଭିସ ୟୁଜର ହେଉଛନ୍ତି, ଆମେ ସେତେବେଳେ କ'ଣ ଆମକୁ କିଏ ବେଷ୍ଟ ନଦେଲେ ଆମେ ତାଙ୍କୁ ମାନୁଛୁ, ରିଜେକ୍ଟ କରିଦେଉଛୁ, ଗ୍ରହଣ କରୁନା। ଛାଡ଼ କ'ଣ ଏ ଜାଗା ସର୍ଭିସ ପ୍ରୋଭାଇଡ କରୁଛ, ଇଟ୍ ଡଜଣ୍ଟ ଗିଭ୍ ଅସ୍ ସାଟିସ୍ଫ୍ୟାକ୍ସନ କହିକି ଆମେ ରିଜେକ୍ଟ କରିଦେଉଛୁ, ନେଗ୍ଲେକ୍ଟ କରିଦେଉଛୁ ତାକୁ। ଆମେ ଯେତେବେଳେ ସର୍ଭିସ ୟୁଜର ହେଉଛୁ, ଆମକୁ ଯେତେବେଳେ ଅନ୍ୟମାନେ ସେବା ପ୍ରଦାନ କରୁଛନ୍ତି, ସେଥିରେ ଯଦି କିଛି କମି ରହିଲା, କିଛି ଗଲତି ରହିଲା, କିଛି ଭୁଲ ଭଟକା ରହିଲା, ଆଉ ତାଙ୍କର ସେବା ଯଦି ଆମକୁ ସାଟିସ୍ଫାଇ କରିପାରିଲାନି, ଆମକୁ ଯଦି ବେନିଫିଟ୍ସ ନଦେଲା, ଏନ୍ଜୟମେଣ୍ଟ ନଦେଲା, ସାଟିସ୍ଫ୍ୟାକ୍ସନ ନଦେଲା, ଆଉ ତାଙ୍କ ଉପରେ ଆମେ ଟ୍ରଷ୍ଟ କରୁନାହୁଁ, ରିଜେକ୍ଟ କରିଦେଉଛୁ, ଆଉ ତାଙ୍କୁ କହୁଛୁ ବନ୍ଦ କର ତମର ସେବା ଦେବା, ଡିସକଣ୍ଟିନ୍ୟୁ କରିଦେଉଛୁ। ତ ଆମେ ଯେମିତି ଅନ୍ୟମାନେ ମଧ୍ୟ ସେହିପରି। ତେବେ ଆଜିର ଚିନ୍ତା, ଆଜିର ଭାବନା ହେଉଛି ମୁଁ ଜଣେ ସର୍ଭିସ ପ୍ରୋଭାଇଡର, ମୁଁ ଜଣେ
सर्विस प्रोवाइडर आपण मध्य जने जने आपण माने मध्य जने जने सर्विस प्रोवाइडर आमे समस्ते चाहूचंती आमर निजुक्ति सुनिश्चित हो आमर रोजगार आसु तेबे कौन सेवा प्रदान करिबा वर्तमान रो जो व्यवस्था अछि वर्तमान रो जो अवस्था अछि वर्तमान रो जो परिस्थिति परिवेश रहिछि एही परिस्थिति परिवेश मध्य रे आमे अन्य मानंकु कौन सेवा प्रदान करि परिबा केउ सेवा प्रदान करि परिबा केउठारे आमे नियुक्त होई परिबा किपरि आमे रोजगार करि परिबा ए सबु कथार मूल रे रहिछि जे आमे आजिर व्यवस्था को आजिर समाज को आजिर लोकमानंकु आजिर मान्यवर सरकारंकु कौन प्रदान करि पारिबा आमे कौन प्रदान कले तो से माने हमको रोजगार देबे आमे कौन प्रदान करि परिबा ताहा सुनिश्चित हेले तो से माने हमको रोजगार देबे से माने हमको नियुक्ति प्रदान करिवे से माने हम सेवा को आनंद रे ग्रहण करिवे एथि पाई मु केते प्रस्तुत एथि पाई आमे माने समस्ते केते प्रस्तुत मान्यवर सरकार को जनता जनार्दन को आजिर समाज को आजिर व्यवस्था को आजिर अवस्था को आजिर जुग को आजिर दुनिया को आमे बेस्ट प्रदान करिबा पाई प्रस्तुत हेलेनी ना नाही ताहाकू आमे निजे निजे परीक्षा करिबा को पड़िबो प्रथमे आमे निजकू निजे परीक्षा करिबा को पड़िबो जे एम आई रेडी नाउ टू ऑफर द बेस्ट टू द पीपल एक कथाटा एही प्रश्नटी कौन सी छोटिया प्रश्न नुहे एहा एक विराट प्रश्न एहा एक विराट प्रश्न कारण ए दुनिया वर्तमान गोटे मार्केट हो जाइछि गोटे व्यावसायिक पेंठस्थली हो जाइछि The world has been converted into a market, into a single market, into a global market. जेमिति वर्ल्ड टा गोटे ग्लोबल विलेज हो जाइछि सेमिति वर्ल्ड टा गोटे ग्लोबल मार्केट हो जाइछि तेबे ए मार्केट रे हमें कौन सर्विस प्रोवाइड करि परिबा कौन आम पाखरे एमिति शक्ति अच्छी बा उपाय अच्छी बा क्षमता अच्छी बा दक्षता अच्छी बा सामर्थ्य अच्छी जहाकू आमे कार्य रे लगाई आमे लोक माननकु बेस्ट प्रदान करिबा BEST ताहा हेउछि आजिर चिंतन ताहा हेउछि आजिर अनुचिंता आ जति मु बेस्ट प्रदान करि परिबि नाही ताहाले हुए तो मोर निजुक्ति सुनिश्चित होई न पारे सुनिश्चित हेबनी आ मु रोजगार पाइबी किपरि मु रोजगार पाइबी किपरि गत वीडियो रे आमे चिंता करूथिले जे मु व्यवस्था को परिवर्तन करिबी ना व्यवस्था मध्य रे प्रवेश करिबी आउ आमे एही प्रकार कथा को ग्रहण करूथिले जे प्रथमे मते व्यवस्था मध्य रे प्रवेश करिबा नितांत दरकार द सॉल्यूशन टू एनी डिफिकल्ट सिचुएशन इज टू पास थ्रू इट द बेस्ट solution to any difficult situation is to pass through it हमको सही व्यवस्था देइकरे जीवा को पड़िबो हमको सही व्यवस्था सही अवस्था भीतर देइकरे जीवा को पड़िबो सेथिरि हमर समाधान अछि तेबे आसंतु
ଆମେ ନିଜ ନିଜକୁ ପଚାରିବା, ନିଜ ନିଜକୁ ପଚାରି ବୁଝିବା ଯେ କ'ଣ ରହିଛି ମୋ ପାଖରେ ଏମିତି କଥା, ଏମିତି ସାମର୍ଥ୍ୟ ଯାହାକୁ ମୁଁ କାମରେ ଲଗାଇବି ଆଉ ଏ ସମାଜକୁ ବେଷ୍ଟ ଅଫର ଦେବି। ଆଉ ସେଇ ବେଷ୍ଟ ଅଫରଟି ହୁଏତ ଗୋଟିଏ ୟୁନିକ୍ ଅଫର ହୋଇଥିବ। ତାହେଲେ ମୋ ରୋଜଗାରକୁ କେହି ଅଟକାଇ ପାରିବେ ନାହିଁ, ଆଉ ମୋ ନିଯୁକ୍ତିକୁ କେହି ଅନିଶ୍ଚିତ କରିପାରିବେ ନାହିଁ। ମୋ ନିଯୁକ୍ତି ସୁନିଶ୍ଚିତ, ଆଉ ମୋ ରୋଜଗାର ମୁଁ ପାଇବି ହିଁ ପାଇବି। ମୋ ନିକଟକୁ ରୋଜଗାର ଆସିବ ହିଁ ଆସିବ। ଏଠି ରହିଲା ପ୍ରଶ୍ନ, ଆମ ଭିତରେ ଅଛି ଉତ୍ତର। ଏଠି ରହିଲା ପ୍ରଶ୍ନ, ଆମ ଭିତରେ ଅଛି ଉତ୍ତର। କହିବାକୁ ଗଲେ ଆମ ଭିତରେ ହିଁ ପ୍ରଶ୍ନ, ଆମ ଭିତରେ ହିଁ ଉତ୍ତର। ଆଉ କ'ଣ କରିବା? କେମିତି ଜାଣିବା? କେବେ ଆମର ଶକ୍ତିକୁ ପ୍ରମାଣ କରିବା? ଆମମାନଙ୍କ ମଧ୍ୟରେ ଥିବା ଦିବ୍ୟ ଦକ୍ଷତା, ଅସୀମ ଶକ୍ତିକୁ କେବେ ପ୍ରମାଣ କରିବା? କେବେ ଆମେ ଲୋକଙ୍କ ସେବାରେ ସେହି ଶକ୍ତିକୁ ଉପଯୋଗ କରିବା, ବିନିଯୋଗ କରିବା? କିପରି କରିବା? କିପରି କରିବା? ଏହା ହେଉଛି ଆଜିର ବିଚାର, ଭାବନା, ଅନୁଚିନ୍ତା କରିବା, ନିଯୁକ୍ତି ପାଇବା, ରୋଜଗାର କରିବା, ରୋଜଗାରକୁ ବୃଦ୍ଧି କରିବା। କେବେ 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 କାମ ଆରମ୍ଭ କରିବା? ନା ଆମେ କାମ ଆରମ୍ଭ କରିସାରିଛନ୍ତି, ନା ଆରମ୍ଭ କରିବା? ଏହି ଚିନ୍ତା, ଏହି ଭାବନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମର ସେବା ଲୋକମାନଙ୍କ ନିକଟରେ ପହଞ୍ଚିବାକୁ ପଡ଼ିବ। ତାହା ହେଲେ ହିଁ ଆମେ ରୋଜଗାର ପାଇବା। ଆମମାନଙ୍କ ଦ୍ୱାରା ଲୋକମାନେ ବେନିଫିଟ୍ସ ପାଇବାକୁ ପଡ଼ିବ, ଏନ୍ଜୟମେଣ୍ଟ ପାଇବାକୁ ପଡ଼ିବ। ଆମମାନଙ୍କ ଦ୍ୱାରା ଲୋକମାନେ ସାଟିସ୍ଫ୍ୟାକ୍ସନ୍ ପାଇବାକୁ ପଡ଼ିବ ଏବଂ ଆମମାନଙ୍କ ଉପରେ ଲୋକମାନେ ଟ୍ରଷ୍ଟ କରିବାକୁ ପଡ଼ିବ। ଯଦି ଆମମାନଙ୍କ ଉପରେ ଲୋକମାନଙ୍କର ବିଶ୍ୱାସ ନାହିଁ, ତାହେଲେ ସେମାନେ ସୁନିଶ୍ଚିତ ଭାବରେ ଆମକୁ ରିଜେକ୍ଟ କରିଦେବେ। ତେଣୁକରି ଆମର ନିଯୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ଆମ ଭିତରେ ବେଷ୍ଟ ପ୍ରଦାନ ନିମନ୍ତେ ଯେଉଁ ଶକ୍ତି ଅଛି, ଯେଉଁ ସାମର୍ଥ୍ୟ ଅଛି, ତାକୁ ଆମେ ପରିପ୍ରକାଶ କରିବାକୁ ପଡ଼ିବ, ଉପଯୋଗ କରିବାକୁ ପଡ଼ିବ, କାର୍ଯ୍ୟରେ ଲଗାଇବାକୁ ପଡ଼ିବ। ଏହି ପ୍ରକାର ଆନ୍ଦୋଳନ, ଏହି ପ୍ରକାର ଆଲୋଡ଼ନ ଆମ ଭିତରେ ଆରମ୍ଭ ହେବାକୁ ପଡ଼ିବ। ରୋଡ ଉପରେ ଆନ୍ଦୋଳନ କରିବା କିଛି ଆବଶ୍ୟକ ନାହିଁ। ଧାରଣା, ଧର୍ମଘଟ, ଅନଶନ, ଆନ୍ଦୋଳନ, ହରତାଳ, ବିକ୍ଷୋଭ, କୁଶ ପୁତଳିକା ଦାହ ଏସବୁ କାର୍ଯ୍ୟ ହାତକୁ ନେବା ପୂର୍ବରୁ ପ୍ରଥମେ ନିଜ ଭିତରେ ଆନ୍ଦୋଳନ କରିବାକୁ ପଡ଼ିବ, ନିଜ ଭିତରେ ଆଲୋଡ଼ନ ସୃଷ୍ଟି କରିବାକୁ ପଡ଼ିବ ଏବଂ ନିଜ ମଧ୍ୟରେ ଥିବା ଶକ୍ତିକୁ ପ୍ରଥମେ ପରୀକ୍ଷା କରିନେବାକୁ ପଡ଼ିବ। ଆଉ ନିଜ ଭିତରେ ଥିବା ଶକ୍ତିକୁ ଉପଯୋଗ କରିବାକୁ ପଡ଼ିବ ଲୋକଙ୍କର ମଙ୍ଗଳ ନିମନ୍ତେ, ଲୋକଙ୍କର ଉପକାର ନିମନ୍ତେ, ଲୋକ ଯେଉଁପରି ବେଷ୍ଟ ପାଇବେ ସେହି କାର୍ଯ୍ୟ କରିବାକୁ ପଡ଼ିବ। ଆମେ ଯେଉଁପରି ଚାହୁଁଛନ୍ତି ଆମର ଲାଭ ହେଉ, ଆମର ରୋଜଗାର ହେଉ, ଆମେ ବେନିଫିଟ୍ସ ପାଇବା ଉଚିତ, ସେହିପରି ଶହ ଶହ ସଂଖ୍ୟାରେ ନୁହଁ, ହଜାର ହଜାର ସଂଖ୍ୟାରେ ନୁହଁ, ଲକ୍ଷ ଲକ୍ଷ ସଂଖ୍ୟାରେ, କୋଟି କୋଟି ସଂଖ୍ୟାରେ ଲୋକମାନେ ଚାହୁଁଛନ୍ତି ସେମାନଙ୍କର ମଧ୍ୟ ଲାଭ ହେଉ, ସେମାନେ ମଧ୍ୟ ଉପକାର ପାଆନ୍ତୁ, ସେମାନଙ୍କର ମଧ୍ୟ ମଙ୍ଗଳ ହେଉ,
ସେମାନଙ୍କର ଖୁସି ବହୁଗୁଣିତ ହେଉ। ତେବେ ଏହା ହେଉଛି ବ୍ୟବସ୍ଥା, ଏହା ହେଉଛି ଆବଶ୍ୟକତା। ଆଉ ସମାଜର ଏହି ଆବଶ୍ୟକତା ପରିପୂର୍ଣ୍ଣ କରିବା ନିମନ୍ତେ ଆମେ କେତେ ଦୂର ସକ୍ଷମ ତାହା ଯଦି ଆମେ ବୁଝିପାରିଲେ, ଏ ସଂସାରରେ, ଏ ଦୁନିଆରେ, ଏ ପୃଥିବୀରେ ଆମର ନିଯୁକ୍ତିକୁ କେହି ଅଟକାଇ ପାରିବେ ନାହିଁ, ନାହିଁ, ନାହିଁ। ଆମ ନିଯୁକ୍ତି ସୁନିଶ୍ଚିତ, ଆମ ରୋଜଗାର ସୁନିଶ୍ଚିତ। ତେବେ କ'ଣ ଆମେ ସମସ୍ତେ ଜଣେ ଜଣେ ସର୍ଭିସ ପ୍ରୋଭାଇଡର। ଆମେ ସମସ୍ତେ ଜଣେ ଜଣେ ସର୍ଭିସ ପ୍ରୋଭାଇଡର। ଆଉ ଆମକୁ ଯଦି ରୋଜଗାର ଦରକାର, ତେବେ ଆମେ ନିଶ୍ଚିତ ଭାବରେ ସେବା ପ୍ରଦାନ କରିବାକୁ ପଡ଼ିବ। ବେଷ୍ଟ ଅଫର ଦେବାକୁ ପଡ଼ିବ ଲୋକମାନଙ୍କୁ, ବେଷ୍ଟ ଅଫର ଦେବାକୁ ପଡ଼ିବ ମାନ୍ୟବର ସରକାରଙ୍କୁ, ବେଷ୍ଟ ଅଫର ଦେବାକୁ ପଡ଼ିବ ଆଜିର ବ୍ୟବସ୍ଥାକୁ, ଆଜିର ବିଶ୍ୱକୁ। ତେବେ ମୁଁ ମୋତେ ପ୍ରଶ୍ନ ପଚାରୁଛି, ମୁଁ ନିଜକୁ ପ୍ରଶ୍ନ ପଚାରୁଅଛି ଏବଂ ମୁଁ ଆପଣମାନଙ୍କୁ ମଧ୍ୟ ପ୍ରଶ୍ନ ପଚାରୁଅଛି। ଆପଣମାନେ ମୋର ପ୍ରିୟ ଭାଇ ଓ ଭଉଣୀ, ଆପଣମାନେ ମୋ ନିଜ ଲୋକ, ଆପଣମାନେ ମୋ ପରିବାରର ଲୋକ, ଆପଣମାନେ ମୋ ସମାଜର, ମୋ ଘରର ଲୋକ। ତେବେ ମୁଁ ନିଜକୁ ପ୍ରଶ୍ନ ପଚାରୁଅଛି ଏବଂ ଆପଣମାନଙ୍କୁ ମଧ୍ୟ ପ୍ରଶ୍ନ ପଚାରୁଅଛି ଯେ ଆପଣମାନେ କେଉଁ ବେଷ୍ଟ ଅଫରଟି ଦେବେ? ଆମେ ତ ସମସ୍ତେ ଜଣେ ଜଣେ ସର୍ଭିସ ପ୍ରୋଭାଇଡର। ତେବେ କେଉଁ ବେଷ୍ଟ ଅଫରଟି ଆପଣମାନେ ଦେବେ? ମୋତେ କୁହନ୍ତୁ କିମ୍ବା ନ କୁହନ୍ତୁ, ମୋତେ କୁହନ୍ତୁ କିମ୍ବା ନ କହନ୍ତୁ, କିନ୍ତୁ ଆପଣମାନେ ନିଶ୍ଚିତ ଭାବରେ ନିଜକୁ ପ୍ରସ୍ତୁତ କରିବେ, ରେଡି ରଖିବେ, ପ୍ରିପେୟାର୍ଡ ରଖିବେ ସେବା ପ୍ରଦାନ କରିବା ପାଇଁ, ବେଷ୍ଟ ଦେବା ପାଇଁ ଲୋକଙ୍କୁ। ଆରମ୍ଭ କରିବା ତାହେଲେ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ଆମ ନିଜ ନିଜର ନିଯୁକ୍ତିକୁ ସୁନିଶ୍ଚିତ କରିବା। କିପରି ନା ଆଜିର ବ୍ୟବସ୍ଥାକୁ, ଆଜିର ଅବସ୍ଥାକୁ, ଆଜିର ସମାଜକୁ, ଆଜିର ମାନ୍ୟବର ସରକାରଙ୍କୁ ବେଷ୍ଟ ପ୍ରଦାନ କରି, ବେଷ୍ଟ ଅଫର ଦେଇ। ବ୍ୟବସ୍ଥା ଆମକୁ ରୋକିପାରିବ ନାହିଁ, ବ୍ୟବସ୍ଥା ଆମକୁ ରୋକିପାରିବ ନାହିଁ, ଅବସ୍ଥା ଆମକୁ ଅଟକାଇ ପାରିବ ନାହିଁ। କୌଣସି ପରିବେଶ ପରିସ୍ଥିତିରେ ଆମେ ଅଟକିବା ନାହିଁ, କାରଣ ଆମ ପାଖରେ ବେଷ୍ଟ ରହିଛି ଏବଂ ଲୋକଙ୍କ ପାଖରେ ଏହାର ଆବଶ୍ୟକତା ରହିଛି। ଆଜିର ବ୍ୟବସ୍ଥା, ଆଜିର ସମାଜ, ଆଜିର ଅବସ୍ଥା, ଆଜିର ପରିସ୍ଥିତି, ଆଜିର ପରିବେଶ, ଆଜିର ମାନ୍ୟବର ସରକାରଙ୍କ ନିକଟରେ ଏହି ବେଷ୍ଟର ଆବଶ୍ୟକତା ରହିଛି। ଏହି ବେଷ୍ଟ ବେନିଫିଟ୍ସ, ଏନ୍ଜୟମେଣ୍ଟ, ସାଟିସ୍ଫ୍ୟାକ୍ସନ ଆଣ୍ଡ ଟ୍ରଷ୍ଟ, ଏହାର ଆବଶ୍ୟକତା ରହିଛି। ତେବେ ପ୍ରିୟ ଭାଇ ଓ ଭଉଣୀ, ପ୍ରିୟ ବନ୍ଧୁଗଣ, ଆପଣମାନେ ଏଥିପାଇଁ ପ୍ରସ୍ତୁତ ତ? ବେଷ୍ଟ ପ୍ରଦାନ କରିବା ପାଇଁ ଆପଣମାନେ ପ୍ରସ୍ତୁତ କି? ଯଦି ପ୍ରସ୍ତୁତ, ତେବେ କାମ ଆରମ୍ଭ କରନ୍ତୁ। ଯଦି ପ୍ରସ୍ତୁତ ନାହାନ୍ତି, ତେବେ ନିଜକୁ ପ୍ରସ୍ତୁତ କରନ୍ତୁ। ଯଦି ପ୍ରସ୍ତୁତ ଅଛନ୍ତି, ତେବେ କାମ ଆରମ୍ଭ କରନ୍ତୁ। ଯଦି ପ୍ରସ୍ତୁତ ନାହାନ୍ତି, ତେବେ ନିଜକୁ ପ୍ରସ୍ତୁତ କରନ୍ତୁ। ଲାଇଫ୍ ଇଜ୍ ଭେରି ସର୍ଟ। ଦ ସ୍ପାନ୍ ଅଫ୍ ଲାଇଫ୍ ଇଜ୍ ଭେରି ସର୍ଟ। ଜୀବନ ହେଉଛି ଏକ ପାଣି ଫୋଟକା। କେତେବେଳେ ଠୋକିନ ଫାଟିଯିବ, ମିଳେଇଯିବ ପାଣି ଭିତରେ, ତାହାର କିଛି ଗ୍ୟାରେଣ୍ଟି ନାହିଁ। ଆଉ ବର୍ତ୍ତମାନ ସମାଜରେ ଯେଉଁ ପ୍ରକାର ଆକ୍ସିଡେଣ୍ଟସ ବଢିବାରେ ଲାଗିଛି, ଆକ୍ସିଡେଣ୍ଟସ, ଦୁର୍ଘଟଣା, ଆଉ ଯେଉଁ ପ୍ରକାର ରୋଗ, ବିଭିନ୍ନ ପ୍ରକାର ରୋଗ, ଯାହାକୁ ଡାକ୍ତରମାନେ, ବୈଜ୍ଞାନିକ ମାନେ ମଧ୍ୟ ଚିହ୍ନି ପାରନ୍ତି ନାହିଁ, ଯେଉଁ ପ୍ରକାର
ଜୀବନର ଅନିଶ୍ଚିତତା ବଢି ଯାଇଛି, ହଠାତ୍ କେତେବେଳେ ଠୋକିନି ପ୍ରାଣ ଚାଲିଯିବ, ତାହାର କିଛି ଗ୍ୟାରେଣ୍ଟି ନାହିଁ, ତାହାର କିଛି ଗ୍ୟାରେଣ୍ଟି ନାହିଁ। ତେଣୁକରି ଲାଇଫ ଇଜ୍ ଭେରି ଭେରି ସର୍ଟ। ମନା ନାହିଁ, ଆଜିର ସମାଜରେ ମଣିଷ ବହୁତ ଶକ୍ତିଶାଳୀ, କିନ୍ତୁ ଜୀବନ ସମ୍ପୂର୍ଣ୍ଣ ଅନିଶ୍ଚିତ। The span of life is very very short. We do not know when we will depart. We do not know when all of a sudden we will depart. We will pass away. ତେବେ ସେଇ ପାସ୍ ଆବେ ପୂର୍ବରୁ, ସେଇ ପାସ୍ ଆବେ ହୋଇଯିବା ପୂର୍ବରୁ ଆମକୁ ପାସ୍ ଆଉଟ୍ ହୋଇଯିବାକୁ ପଡ଼ିବ। ଅର୍ଥାତ୍ ପରୀକ୍ଷା କଥା କହୁଛି, ମରିଯିବା କଥା କହୁନି, ପରୀକ୍ଷା କଥା କହୁଛି। ଆଜିର ଏହି ସମାଜକୁ, ଏହି ବ୍ୟବସ୍ଥାକୁ ଆମେ ବେଷ୍ଟ ପ୍ରଦାନ କରିବା ନିମିତ୍ତ ପାସ୍ ଆଉଟ୍ ହେବାକୁ ପଡ଼ିବ। ତେବେ ପୁଣି ଥରେ ମୁଁ ନିଜକୁ ପଚାରୁଅଛି ସେହି ପ୍ରଶ୍ନ, ଏବଂ ଆପଣମାନେ ମୋର ଅତି ପ୍ରିୟ, ଆପଣମାନଙ୍କୁ ମଧ୍ୟ ପଚାରୁଅଛି ସେହି ପ୍ରଶ୍ନ, କ'ଣ ଆପଣ ବେଷ୍ଟ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କି? ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି କି? ଯଦି ଅଛନ୍ତି ତେବେ ପ୍ରଦାନ କରିବା ଆରମ୍ଭ କରନ୍ତୁ। ଯଦି ପ୍ରସ୍ତୁତ ହୋଇନାହାନ୍ତି ତେବେ ନିଜକୁ ଯଥାଶୀଘ୍ର ପ୍ରସ୍ତୁତ କରନ୍ତୁ। ଆପଣଙ୍କ ନିଯୁକ୍ତି ସୁନିଶ୍ଚିତ। ଆପଣ କଦାପି ବେକାର ରହିବେ ନାହିଁ ଏବଂ ଆପଣଙ୍କର ରୋଜଗାରକୁ କେହି କେବେ ଅଟକାଇ ପାରିବେ ନାହିଁ। ଏହା ନିରାଟ ସତ୍ୟ ଅଟେ। ଏହା ନିରାଟ ସତ୍ୟ ଅଟେ, କାରଣ ଯୁଗ ଯୁଗ ଧରି, ବର୍ଷ ବର୍ଷ ଧରି, ଶତାବ୍ଦୀ ଧରି ଏହି ବିଶ୍ୱରେ ଅନେକ ଲୋକ ଏହାକୁ ପ୍ରମାଣିତ କରି ଯାଇଛନ୍ତି। ଏହା ପରୀକ୍ଷିତ, ଏହା ପ୍ରମାଣିତ। ତେଣୁକରି ଆଉ ବିଳମ୍ବ କାହିଁକି? ନା ଆପଣ ଏହି ସିଦ୍ଧାନ୍ତକୁ, ଏହି କଥାକୁ ସନ୍ଦେହ କରୁଛନ୍ତି? ଏହି ସତ୍ୟକୁ, ଏହି କଥାକୁ, ଏହି ସିଦ୍ଧାନ୍ତକୁ ଆପଣ ସନ୍ଦେହ କରୁଛନ୍ତି କି? ଯଦି ଆମେ ସତ୍ୟକୁ ସନ୍ଦେହ କରିବା ତାହେଲେ ଆମେ ପରଶ୍ରୀ କାତର ହୋଇଯିବା, ଆମେ ଦୁର୍ବଳ ହୋଇଯିବା। ତେଣୁକରି ସତ୍ୟକୁ ଆଉ ସନ୍ଦେହ କରିବା ନାହିଁ। ଆମ ରୋଜଗାରକୁ ଆମେ ସୁନିଶ୍ଚିତ କରିବା, ବୃଦ୍ଧି କରିବା ଏବଂ ତାହା ପୂର୍ବରୁ ଆମ ନିଯୁକ୍ତିକୁ, ଆମ ଚାକିରିକୁ ସୁନିଶ୍ଚିତ କରିବା ଏବଂ ତାହା ପୂର୍ବରୁ ଆମର ବେଷ୍ଟ ଅଫରକୁ ପ୍ରସ୍ତୁତ କରିବା, ଆମ ବେଷ୍ଟ ଅଫରକୁ ରେଡି ରଖିବା। ତେବେ କ'ଣ ଆରମ୍ଭ କରିବା? ପ୍ରଦାନ କରିବା ଆରମ୍ଭ କରିବା। ଚିନ୍ତା କରନ୍ତୁ, ଏହା ଉପରେ ଭାବନ୍ତୁ, ତାପରେ ଆଗକୁ ଯିବା। କ'ଣ ଆମର ରାସ୍ତା? ପ୍ରଦାନ କରିବା, ସେବା ପ୍ରଦାନ କରିବା, ବେଷ୍ଟ ପ୍ରଦାନ କରିବା। ଆଉ ଯଦି ମୋ ପାଖରେ ବେଷ୍ଟ ନାହିଁ, ତେବେ ଧ୍ୟାନ ଦିଅନ୍ତୁ, ହାରିବା ନାହିଁ। ମୋ ପାଖରେ ବେଷ୍ଟ ଅଛି ହିଁ ଅଛି, କାରଣ I am a unique product of God। ସେମିତି ଆପଣ ମଧ୍ୟ you are also a unique product of God। ସର୍ବଶକ୍ତିମାନ ପରମାତ୍ମା ପରମେଶ୍ୱରଙ୍କର ଆପଣ ଏକ ଅଦ୍ୱିତୀୟ ସୃଷ୍ଟି। ତେଣୁକରି ସତ୍ୟ ଉପରେ ସନ୍ଦେହ କରନ୍ତୁ ନାହିଁ, ନିଜ ଉପରେ ସନ୍ଦେହ କରନ୍ତୁ ନାହିଁ, ସତ୍ୟ ଉପରେ ସନ୍ଦେହ କରନ୍ତୁ ନାହିଁ, ନିଜ ଉପରେ ନିଜେ ସନ୍ଦେହ କରନ୍ତୁ ନାହିଁ। ନବୀନ ଜୀବନ ଦର୍ଶନ, ନବୀନ ଫିଲୋସଫି ଅଫ୍ ଲାଇଫ, ନବୀନ ଜୀବନ ଦର୍ଶନ। ଅବସ୍ଥା, ବ୍ୟବସ୍ଥା ଏସବୁକୁ ପରିବର୍ତ୍ତନ କରିବା ପୂର୍ବରୁ ବ୍ୟବସ୍ଥା ମଧ୍ୟରେ ପ୍ରବେଶ କରନ୍ତୁ।
व्यवस्था मध्य प्रवेश करंतु, सेवा प्रदान करने आरंभ करंतु, बेस्ट ऑफर दियंतु। आउ ए कथा कदाचित भूलंतु नाही, कदाचित भूलंतु नाही जे यू आर हियर टू रेंडर ए यूनिक सर्विस। यू आर हियर टू रेंडर ए यूनिक सर्विस because you are a unique product of God. The Almighty, the All-Potent, the All-Powerful, the Omnipresent, and the Omniscient is within you, is within me. He is within you and He is within me. तेबे आत्मविश्वास वृद्धि हेबारे किछि असुविधा नाही, आउ सेवा प्रदान करिवारे मध्य किछि असुविधा नाही। असुविधा रहिछि आपणकर प्रस्तुति रे, असुविधा रहिछि मोर प्रस्तुति रे, असुविधा रहिछि जे आमे प्रदान करूनाहांती, आमे प्रदान करूनाहांती बरम मागुछंती, मागुछंती दियो 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 दियो, चाउल दियो, हक दियो, डाली दियो, केवल दियो 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 कही मागुछंती। किंतु आमे कौन समाज को दौछंती, आमे कौन दौछंती, आमे कौन दौछंती, आम पाई किए करिदब से कथा ही आमको चिंता लागिछि। ताहले आमे सर्विस प्रोवाइडर हेले केतेबेले, आमे तो सर्विस यूजर ही रही गले, आमे सर्विस यूजर भाବରେ ही रही गले, सर्विस प्रोवाइडर हेले केतेबेले। आमे जेतेबेले पर्यंत कहउछंती दियो 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 दियो, हमको दरकार, हमको आवश्यक, हमर हक हमर अधिकार अछि, दियो दियो दियो, हक रो लड़ाई चलीछि, अधिकार रो लड़ाई चलीछि, संग्राम चलीछि, आंदोलन चलीछि, विप्लव चलीछि, दियो 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 दियो। किंतु आमे कौन देउछंती, आमे तो जीवन सारा सर्विस यूजर ही रही जिबा जदि आमे सर्विस प्रोवाइड करिबा नाही। कौन अछि, कौन ना कौन रहिछि आम निकटरे, निश्चित रूप से रहिछि, कारण मु पूर्वर कहिछि आमे ईश्वरंकर संतान देबा पाई आछंती, देबा पाई कौन देई परिबा, कौन देई परिबा कहिली बेस्ट देई परिबा, काहाकू देबा, केतेबेले देबा, केतेबेले आरंभ करिबा, ताहा हेउछि आजिर चिंता, ताहा हेउछि आजिर भावना। आउ डेरी करिबा नाही, चलंतु काम आरंभ करिबा, सेवा प्रदान करिबा, आ व्यवस्था भितरे सुनिश्चित प्रवेश करिबा, सुनिश्चित प्रवेश करिबा। केही केही अटकाई पारिबे नाही, केही अटकाई पारिबे नाही आमको, कारण आम भितरे असीम शक्ति अछि, दिव्य दक्षता अछि, आउ सेई दक्षता को प्रमाणित करिबा कामरे, कामरे। तेबे आसंतु कामरे लागि जिबा, आसंतु सेवा प्रदान करिबा कामरे लागि जिबा। आ कौन सेवा प्रदान करि पारिबा ताहा परे निजे निजे मनन करिबा, चिंतन करिबा, भावना करिबा एवं एक सुंदर निष्पत्ति रे पहुंची जिबा। कार्य चालू, नियुक्ति सुनिश्चित, रोजगार सुनिश्चित, रोजगार बढ़िब, एथिरे किछि संदेह नाही। आउ जदि आमे केवल मागिबा ताहले हुए तो आमे परश्री कातर होई जिबा, भिकारी होई जिबा, एथिरे किछि संदेह नाही। कौन करिबा तेबे, कौन करिबा, निजको प्रस्तुत करिबा, निजको प्रस्तुत करिबा, सेवा प्रदान करिबा, बेस्ट ऑफर देबा, बेस्ट ऑफर। तेबे शेष करिबा पूर्वरु, शेष करिबा पूर्वरु
आरंभ करिबा। शेष करने पूर्वर आरंभ करदेवा बेस्ट ऑफर प्रदान करने आरंभ करदेवा। अविश्राम नहीं, खाली समय नहीं, बेकार समय नहीं। आसंतु काम लगी काम आरंभ करवा, आग को बढ़िबा एवं अन्य को आग को बढ़िबारे साहाय्य करवा। तेबे मु भाबुछि आमे अटकिबा नहीं, अटकिबा नहीं, आपण अटकिबे नहीं, मु भी अटकिबे नहीं। आसंतु समस्ते आग को जीवा, आग को जीवा। निजुक्ति अछि, रोजगार अछि, ताहाको प्रमाणित करवा, ताहाको प्रमाणित करवा, ताहाको सिद्ध करवा। तेबे प्रिय भाई और भौणी, आपण मानकर समस्तंकर शुभकामना मंगल कामना करी जगतर नाथ जगन्नाथଙ୍କ निकटरी कोटि कोटि प्रणाम करुअछि। परम कृपामयी परम दयामयी श्री राधाराणी श्रीपाद पद्म तले कोटि कोटि प्रणाम जनावछि। जय जय श्री राधे, जय जय श्री राधे, जय जय श्री गुरुदेव, जय जय श्री गुरुदेव, जय जय श्री गुरुदेव।